17 ବର୍ଷରେ ଜଣେ ଏମିତି ଭୁଲ କଲେ ଯେ 2033 ମସିହା ପର୍ଯ୍ୟନ୍ତ ତାଙ୍କ ଅପେକ୍ଷା ଡ୍ରାଇଭିଂ ଲାଇସେନ୍ସ ମିଳିବନି। ତ 17 ବର୍ଷରେ ମାଇନର ହିସାବରେ କଣ କରୁଥିଲେ, ଗୋଟେ ସ୍କୁଟର ଚଲାଉଥିଲେ, ତାଙ୍କର ଆରଟିଓ ଗୋଟେ ଫାଇନ ପକେଇଦେଲା 5000 ଟଙ୍କା। ତାପରେ ସେ ଫାଇନ ପେମେଣ୍ଟ କରିକି ଭୁଲି ଯାଇଛନ୍ତି। ଆଜି ଯେତେବେଳେ ତାଙ୍କୁ 18 ବର୍ଷ ଟପିଲା, ଯେମିତି ଆରଟିଓ ୱେବସାଇଟ କୁ ଯାଇକି ଡ୍ରାଇଭିଂ ଲାଇସେନ୍ସ ଆପ୍ଲାଏ କଲେ, ସେଠି ସାଙ୍ଗେ ସାଙ୍ଗେ ଗୋଟେ ନୋଟିସ ଦେଖେଇଲା ଯେ 2033 ମାନେ ତାଙ୍କୁ 25 ବର୍ଷ ନ ହେଲା ପର୍ଯ୍ୟନ୍ତ ସେ ଅବିକା ଡ୍ରାଇଭିଂ ଲାଇସେନ୍ସ କ୍ରିଏଟ କରିପାରିବେନି। ତ ଆମ ଦେଶର ଅବିକା ନିୟମ ଏମିତି ହେଇଯାଇଛି, ଯଦି ଜଣେ ମାଇନର କଣ କରୁଛି ଗାଡି ଚଲେଇଲା ଧରା ପଡିଲା, ଅପ ଟୁ 25,000 ଟଙ୍କା ଫାଇନ ପଡିବ, ତାଙ୍କ ଘର ଲୋକଙ୍କୁ 3 ବର୍ଷ ଜେଲ ବି ହେଇଯାଇପାରେ, 25 ବର୍ଷ ନ ହେଲା ପର୍ଯ୍ୟନ୍ତ ତାଙ୍କୁ ଆଉ ଲାଇସେନ୍ସ ମିଳିବନି। ଏମିତି ଆମର ଅବିକା ନିୟମ ଅଛି, କିନ୍ତୁ ଅଟୋମେଟିକ ସିଷ୍ଟମ ଏମିତି ବ୍ଲକ୍ କରିଦେବ ବୋଲିକିନା କେହି ଜାଣିନଥିଲେ। ଏମିତି ଗୋଟେ ସ୍କ୍ରିନଶଟ ଭାଇରାଲ ହଉଛି, ଯୋଉଥିରେ ସେ ଲୋକ କହିଛନ୍ତି ଯେ ୱେବସାଇଟ ରେ ତାଙ୍କୁ ପୁରା ନୋଟିଫିକେସନ ଦେଖଉଛି 2033 ପର୍ଯ୍ୟନ୍ତ ସେ ଡ୍ରାଇଭିଂ ଲାଇସେନ୍ସ କରିପାରିବେ। ତ ଆପଣଙ୍କୁ କଣ ଲାଗୁଛି ଏଇଟା ଠିକ ନିୟମ ନା ନାହିଁ? କାହିଁକିନା ସମସ୍ତେ କଣ କରୁଛନ୍ତି, ଘରେ ହିଁ ଜଗୁନାହାନ୍ତି, ଛୋଟ ପିଲାମାନଙ୍କୁ ଗାଡି ଦେଇକିନା ସ୍କୁଟର ଦେଇକିନା ବାହାରକୁ ପଠେଇ ଦଉଛନ୍ତି। ତ କଣ ଲାଗୁଛି ଆପଣଙ୍କୁ, ଏଇ ନିୟମଟା ପୁରା କଡାକଡି ହବା ଦରକାର ନା ନାହିଁ?